ବାପା ଡ୍ରଇଂ ରୁମ୍ରେ ବସିଥାନ୍ତି। ଆଲିନା ବହିଠାଏ ଧରି ବାପାଙ୍କ ପାଖକୁ ଆସି କହିଲା, ବାପା ଗପଟା ପଢ଼ିଦିଅ ନା ପ୍ଲିଜ୍। ନିଶ୍ଚୟ ମୋ ଗେଲି ଝିଅ, ଆ ମୋ ପାଖରେ ବସ୍। ବାପାଙ୍କୁ କାହାଣୀ କହିବାକୁ ଖୁବ୍ ଭଲ ଲାଗେ। ଆଲିନା 2 ବର୍ଷର ଛୁଆ ଥିବା ବେଳଠୁ ପ୍ରତି ରାତିରେ ବାପା ଆଲିନାକୁ କାହାଣୀ କୁହନ୍ତି କିମ୍ବା ଗପ ପଢ଼ି ଶୁଣାଇ ଆସୁଛନ୍ତି। କାହାଣୀ ଶୁଣି ଶୁଣି ଆଲିନା ଶୋଇପଡ଼େ। ଆଲିନାକୁ ପୁରୁଣା ଓଡ଼ିଆ କାହାଣୀ ଖୁବ୍ ଭଲ ଲାଗେ। ବାପା କହିଲେ, ଏ ବହିରେ ଅନେକ ପୁରୁଣା ଏବଂ ଲୋକପ୍ରିୟ ଗଳ୍ପ ଅଛି। ମୁଁ ଆଜି ଫକୀରମୋହନ ସେନାପତିଙ୍କର ରଚିତ ରେବତୀ ଗଳ୍ପ ପଢ଼ିବି। ରେବତୀକୁ ଓଡ଼ିଆ ଭାଷାର ପ୍ରଥମ କ୍ଷୁଦ୍ର ଗଳ୍ପ ଭାବେ ବିବେଚନା କରାହୁଏ। ବାପା ନାଟକୀୟ ଭଙ୍ଗୀରେ ରେବତୀ ଗଳ୍ପ ପଢ଼ିବାକୁ ଆରମ୍ଭ କଲେ। କଟକ ଜିଲ୍ଲାର ହରପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଆଘିଲି ପିଛିଲି 4 ବଖରା, ଖଞ୍ଜା ପାଚିରି, ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ପ୍ରାୟ 20 ମିନିଟ୍ ପରେ ଦୁଃଖରେ ବାପାଙ୍କର ସ୍ୱର ବଦଳିଗଲା। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ, ଲୋ ରେବତୀ, ଲୋ ରେବି। କାହାଣୀ ସରିଗଲା। କ'ଣ ଭଲ ଲାଗିଲା ମା? ଆଲିନା ଉତ୍ତର ଦେଲା, ରେବତୀ ମୋ ପରି ଝିଅଟି ହୋଇଥିବ ନିଶ୍ଚୟ। ତା କାହାଣୀ ଶୁଣି ମୋତେ ଖୁବ୍ ଦୁଃଖ ଲାଗୁଛି ବାପା। ହଁ ମା, ରେବତୀ ଗଳ୍ପରେ ନାରୀ ଶିକ୍ଷା, ଅନ୍ଧବିଶ୍ୱାସ ଏବଂ ସାମାଜିକ କୁସଂସ୍କାର ବିଷୟରେ ଅତି ସୁନ୍ଦର ବର୍ଣ୍ଣନା କରାହୋଇଛି। ବିଜ୍ଞାନ ଶିକ୍ଷାର ଉପଯୋଗ କରି ଅନେକ ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ଦୂର କରାଯାଇପାରିବ, ବାପା କହିଲେ। ଆଲିନା ବାପାଙ୍କୁ ଗେହ୍ଲେଇ ହେଇ କହିଲା, ବାପା ଆଉ ଗୋଟେ ଗପ ପଢ଼ିଦିଅ ନା ପ୍ଲିଜ୍। କାଲି ପଢ଼ିବି ମା, ଆଜି ବେଶୀ ରାତି ହେଲାଣି। ଆଜି ରାତିରେ ଏଆଇ ବହିଟାକୁ ପଢ଼ିବାକୁ ପଡ଼ିବ। ବାପା ଟେବୁଲ ଉପରୁ ତାଙ୍କର ବହିଟାକୁ ଉଠାଉ ଉଠାଉ କହିଲେ, ଏଆଇ ସେଟା ପୁଣି କ'ଣ? ଆଲିନା ବାପାଙ୍କୁ ପଚାରିଲା। ଏଆଇର ଫୁଲ୍ ଫର୍ମ ବା ପୂର୍ଣ୍ଣ ରୂପ ହେଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ତା'ର ଅର୍ଥ ହେଲା କୃତ୍ରିମ ବୁଦ୍ଧିମତା। ମୋ ଅଫିସର କାମ ପାଇଁ ମୋତେ ଏଆଇ ବିଷୟରେ ପଢ଼ିବାକୁ ପଡ଼ିବ। ମୋ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୋତେ କୁହନ୍ତି ମୁଁ ପରା ଗୋଟେ ଇଣ୍ଟେଲିଜେଣ୍ଟ ଝିଅ। ହେଲେ ଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଟା କ'ଣ? ଆଲିନା ଆଗ୍ରହ ଭାବରେ ସହକାରେ ପଚାରିଲା। ହଁ ମା, ତୁ ଜଣେ ଖୁବ୍ ଇଣ୍ଟେଲିଜେଣ୍ଟ ଝିଅ। ଏଆଇ ବିଷୟରେ ଲେଖା ହେଇଛି। ଆଜି ବହୁତ ରାତି ହେଲାଣି, ଯା ଶୋଇପଡ଼ିବୁ। କାଲି ସକାଳୁ ସ୍କୁଲ ଅଛି। ମୁଁ କାଲି ବୁଝେଇଦେବି। ଆଲିନାକୁ ଗେଲ କରୁ କରୁ ବାପା କହିଲେ, ଆଲିନା ଶୋଇବୁ ମା। ମା ସେପଟୁ ଡାକ ଦେଲେ, ହଁ ମା ଆସୁଛି। ଶୁଭରାତ୍ରି ଆଲିନା, ବାପା କହିଲେ। ଶୁଭରାତ୍ରି ବାପା। ଆଲିନା ବାପାଙ୍କୁ ଗେଲ କରୁ କରୁ କହିଲା। ବାପା ଏଆଇ ବହିଟା ପଢ଼ିବାକୁ ଆରମ୍ଭ କଲେ। ମନେ ମନେ ଭାବୁଥାନ୍ତି, ଏଆଇଟା ଏକ ଜଟିଳ ବିଷୟ। ଆଲିନାକୁ କେମିତି ଏଆଇ ବିଷୟରେ ବୁଝେଇବେ?